ଜୟ ମା ତାରିଣୀ। ନମସ୍କାର ବନ୍ଧୁଗଣ। ଆଜି ମୁଁ ଯାହା କହିବାକୁ ଯାଉଛି ତାହା ହେଉଛି ମା ତାରିଣୀଙ୍କର ମନ୍ତ୍ର। ଏହି ମନ୍ତ୍ର ଶୁଣିବା ଦ୍ୱାରା ଆପଣଙ୍କର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ। ଆପଣ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ପ୍ରିୟ ବନ୍ଧୁଗଣ, ମା ତାରିଣୀ ଆପଣଙ୍କ ଭକ୍ତଙ୍କ ପ୍ରତି ଦୟାଳୁ ଏବଂ ଉପକାରୀ ଅଟନ୍ତି। ମା ତାରିଣୀଙ୍କୁ ଯେଉଁ ଭକ୍ତ ସଚ୍ଚା ହୃଦୟରେ ଡାକିଥାଏ ତାଙ୍କ କଥା ନିଶ୍ଚିନ୍ତ ଶୁଣିଥାନ୍ତି ମା ତାରିଣୀ। ମା ତାରିଣୀ ସମସ୍ତଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତି। ମା ତାରିଣୀଙ୍କୁ ନଡ଼ିଆ ରାଣୀ ଏବଂ ମନ୍ଦାର ମାଳିନୀ ବୋଲି କୁହାଯାଇଥାଏ। ଆପଣମାନେ ଏହି ମନ୍ତ୍ରଟିକୁ ଜପ କରନ୍ତୁ ଏବଂ ଚମତ୍କାର ଦେଖନ୍ତୁ। ଏହି ମନ୍ତ୍ରଟିକୁ ଜପ କଲେ ମା ତାରିଣୀ ଆପଣଙ୍କର ସମସ୍ତ ଦୁଃଖ କଷ୍ଟ ଦୂର କରିବେ। ଏବଂ 108 ଥର ଏହି ମନ୍ତ୍ର ଜପ କରନ୍ତୁ ଏବଂ ଶ୍ରବଣ ମଧ୍ୟ କରନ୍ତୁ। ଏହି ମନ୍ତ୍ରଟିକୁ ଦେଖିବେ ଆପଣଙ୍କର ସମସ୍ତ ମନସ୍କାମନା ମା ତାରିଣୀ ପୂର୍ଣ୍ଣ କରିବେ। ଯଦି ମୁଁ କହିବାରେ କିଛି ଭୁଲ ତ୍ରୁଟି ରହିଯାଉଥାଏ ତେବେ ମୋତେ କ୍ଷମା କରିଦେବେ ଏବଂ ମୋ ଚ୍ୟାନେଲଟିକୁ ଲାଇକ୍ କରିବେ, ସେୟାର କରିବେ ଏବଂ ଯଦି ଭିଡ଼ିଓଟି ଭଲ ଲାଗୁଥାଏ ତାହେଲେ ଭିଡ଼ିଓଟିକୁ କମେଣ୍ଟ ନିଶ୍ଚିନ୍ତ କରିବେ। କମେଣ୍ଟ ବକ୍ସରେ ଜୟ ମା ତାରିଣୀ ନିଶ୍ଚିନ୍ତ ଲେଖିବେ। ଆସନ୍ତୁ ଜାଣିବା ସେହି ମନ୍ତ୍ରଟି କ'ଣ। ଓମ୍ ମା ଘଟଗାଁ ତାରିଣୀ ନମୋ ନମଃ। ମନ୍ଦାର ମାଳିନୀ ନମଃ। ଓମ୍ ମା ଘଟଗାଁ ତାରିଣୀ ନମୋ ନମଃ। ମନ୍ଦାର ମାଳିନୀ ନମଃ। ଓମ୍ ମା ଘଟଗାଁ ତାରିଣୀ ନମୋ ନମଃ। ମନ୍ଦାର ମାଳିନୀ ନମଃ। ଓମ୍ ମା ଘଟଗାଁ ତାରିଣୀ ନମୋ ନମଃ। ମନ୍ଦାର ମାଳିନୀ ନମଃ। ଓମ୍ ମା ଘଟଗାଁ ତାରିଣୀ ନମୋ ନମଃ। ମନ୍ଦାର ମାଳିନୀ ନମଃ। ଓମ୍ ମା ଘଟଗାଁ ତାରିଣୀ ନମୋ ନମଃ। ମନ୍ଦାର ମାଳିନୀ ନମଃ। ଓମ୍ ମା ଘଟଗାଁ ତାରିଣୀ ନମୋ ନମଃ। ମନ୍ଦାର ମାଳିନୀ ନମଃ। ଓମ୍ ମା ଘଟଗାଁ ତାରିଣୀ ନମୋ ନମଃ। ମନ୍ଦାର ମାଳିନୀ ନମଃ। ଓମ୍ ମା ଘଟଗାଁ ତାରିଣୀ ନମୋ ନମଃ। ମନ୍ଦାର ମାଳିନୀ ନମଃ। ଓମ୍ ମା ଘଟଗାଁ ତାରିଣୀ ନମୋ ନମଃ। ମନ୍ଦାର ମାଳିନୀ ନମଃ। ଓମ୍ ମା ଘଟଗାଁ ତାରିଣୀ ନମୋ ନମଃ। ମନ୍ଦାର ମାଳିନୀ ନମଃ। ଓମ୍ 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 ଘଟଗାଁ ତାରିଣୀ